ପିଲାମାନେ କେଉଁ ପଦାର୍ଥ ଜଳରେ ଭାସେ ଏବଂ କେଉଁ ପଦାର୍ଥ ଜଳରେ ବୁଡ଼ିଯାଏ ତାହା ଆଜି ଆମେ ଜାଣିବା। ସେଥିପାଇଁ ମୁଁ ଗୋଟିଏ ପାତ୍ରରେ ଜଳ ନେଇଛି ଏବଂ ଆଉ ଗୋଟିଏ ପାତ୍ରରେ କିଛି ପଦାର୍ଥ ନେଇଛି। ସେଗୁଡ଼ିକ ଆମେ ପାଣିରେ ପକାଇ ଦେଖିବା କେଉଁ ପଦାର୍ଥ ଗୁଡ଼ିକ ପାଣିରେ ଭାସେ ଏବଂ କେଉଁ ପଦାର୍ଥ ଗୁଡ଼ିକ ପାଣିରେ ବୁଡ଼ିଯାଏ। ଠିକ୍ ଅଛି? ଆଚ୍ଛା ପିଲାମାନେ କହିଲ, ଯାହାର ଓଜନ ଅଛି ସେ କ'ଣ ହୁଏ? ପାଣିରେ ବୁଡ଼ିଯାଏ। ଯାହାର ଓଜନ ନାହିଁ, ଯିଏ ହାଲକା ଜିନିଷ କ'ଣ ହୁଏ? ଭାସେ। ତାହେଲେ ଆସନ୍ତୁ ଆମେ ପରୀକ୍ଷା କରି ଦେଖିବା। ଶୁଭଜିତ, ତମେ ଆସିଲ, ସୋଲ ପାଣିରେ ପକେଇଲ, ଦେଖିବା କ'ଣ ହେଉଛି। ଆଚ୍ଛା, କ'ଣ ହେଲା ରେ ପିଲାମାନେ? ସୋଲ କାହିଁକି ଭାସିଲା? ସୋଲଟି ହାଲକା ଜିନିଷ, ସେଥିପାଇଁ ସେ ପାଣିରେ ଭାସିଲା, ନାଇଁ କି? ଶ୍ରଦ୍ଧା, ତମେ ଆସ, ସେହି ପାତ୍ରରୁ ଗୋଟେ ଲୁହା ନେଇ ପାଣିରେ ପକାଅ, କ'ଣ ହେଉଛି ଦେଖିବା। ଆଚ୍ଛା, କ'ଣ ହେଲା ପିଲାମାନେ? ଲୁହା ବୁଡ଼ିଗଲା। କାହିଁକି ବୁଡ଼ିଲା? ଓଜନିଆ ଜିନିଷ, ସେଥିପାଇଁ ଲୁହା ପାଣିରେ ବୁଡ଼ିଗଲା, ନାଇଁ କି? ଆଚ୍ଛା, ଠିକ୍ ଅଛି। ରୂପମ, ତମେ ଆସିଲ, ସ୍ପଞ୍ଜଟି ପାଣିରେ ପକେଇଲ, କ'ଣ ହେଉଛି ଦେଖିବା। ଆଚ୍ଛା, ସ୍ପଞ୍ଜ କ'ଣ ହେଲା ରେ ପିଲାମାନେ? କାହିଁକି ଭାସିଲା? ସ୍ପଞ୍ଜ ହାଲକା ଜିନିଷ, ସେଥିପାଇଁ ସ୍ପଞ୍ଜଟି ପାଣିରେ ଭାସିଲା, ନାଇଁ କି? ଆଚ୍ଛା, ଠିକ୍। ରୋଜାଲିନ, ତମେ ଆସିଲ, ଫୁଲଟି ପାଣିରେ ପକେଇଲ, କ'ଣ ହେଉଛି ଦେଖିବା। ଫୁଲ ପାଣିରେ ପକାଅ। ଆଚ୍ଛା ପିଲାମାନେ, ଫୁଲଟି କ'ଣ ହେଲା ରେ? କାହିଁକି ଭାସିଲା? ଫୁଲ ହାଲକା ଜିନିଷ ହେଇଥିବାରୁ ଫୁଲଟି ପାଣିରେ ଭାସିଲା। ଆଚ୍ଛା, ଠିକ୍ ଅଛି। ତମେ ପ୍ରଜ୍ଞା ଆସି, ତମେ ଆଳୁ ନେଇ ପାଣିରେ ପକେଇଲ, କ'ଣ ହେଉଛି ଦେଖିବା। ଆଚ୍ଛା, କ'ଣ ହେଲା ରେ ପିଲାମାନେ? କାହିଁକି ଆଳୁ ବୁଡ଼ିଗଲା? ଆଳୁର ଓଜନ ଅଛି, ନାଇଁ କି? ସେଥିପାଇଁ ସେ ପାଣିରେ ବୁଡ଼ିଗଲା। ଆସିଲ ତମେ, ସେହି ପାତ୍ରରୁ ତମେ କାଠି ଖଣ୍ଡେ ନେଇ ପାଣିରେ ପକେଇଲ, କ'ଣ ହେଉଛି ଦେଖିବା। ଆଚ୍ଛା ପିଲାମାନେ, କାଠି ପକେଇଲା ପରେ କ'ଣ ହେଲା ରେ? କାଠିଟି କାହିଁକି ପାଣିରେ ଭାସିଲା? କାଠିଟି ଶୁଖି ଯାଇଛି, ସେଥିପାଇଁ ସେ ପାଣିରେ ହାଲକା ହେଇଥିବାରୁ ଭାସିଲା। କୃଷ୍ଣ, ତମେ ଆସ, ପ୍ଲାଷ୍ଟିକ ବୋତଲ ପାଣିରେ ପକାଅ, କ'ଣ ହେଲା ରେ ପିଲାମାନେ? ବୋତଲଟି ଭାସିଲା। କାହିଁକି ପ୍ଲାଷ୍ଟିକ ବୋତଲ ଭାସିଲା? ହାଲକା ଜିନିଷ ହୋଇଥିବାରୁ ପ୍ଲାଷ୍ଟିକ ବୋତଲଟି ପାଣିରେ ଭାସିଲା, ନାଇଁ କି? ଆଚ୍ଛା, ଠିକ୍ ଅଛି। ଜିତେନ୍ଦ୍ର, ତମେ ଆସ, ଯେଉଁ ପକ୍ଷୀର ଗୋଟେ ପର ଅଛି ସେଇ ପରଟି ପାଣିରେ ପକେଇଲ, କ'ଣ ହେଉଛି ଦେଖିବା। ଆଚ୍ଛା, ପକ୍ଷୀର ପର କ'ଣ ହେଲା ରେ ପିଲେ? କାହିଁକି ପକ୍ଷୀର ପର ଭାସିଲା? ହାଲକା ଜିନିଷ ହୋଇଥିବାରୁ ପକ୍ଷୀର ପର ଭାସିଲା। ଆଚ୍ଛା, ଠିକ୍ ଅଛି। ଶୁଭଜିତ, ତମେ ଆସ, ପତ୍ରଟି ପାଣିରେ ପକେଇଲ, କ'ଣ ହେଉଛି ଦେଖିବା। ଆଚ୍ଛା ପିଲାମାନେ, ପତ୍ର କ'ଣ ହେଲା ରେ? କାହିଁକି ପାଣିରେ ଭାସିଲା? ହାଲକା ହୋଇଥିବାରୁ ପତ୍ରଟି ପାଣିରେ ଭାସିଲା। ସ୍ୱୟଂ, ତମେ 5 ଟଙ୍କିଆ ମୁଦ୍ରାଟା ପାଣିରେ ପକେଇଲ, କ'ଣ ହେଉଛି ଦେଖିବା। ଆଚ୍ଛା, କ'ଣ ହେଲା ରେ ପିଲାମାନେ? 5 ଟଙ୍କିଆ ମୁଦ୍ରା ବୁଡ଼ିଗଲା। କାହିଁକି ବୁଡ଼ିଗଲା? ଓଜନିଆ ଜିନିଷ, ସେଥିପାଇଁ ସେ ତାର ଓଜନ ଥିବାରୁ ସେ ବୁଡ଼ିଗଲା ପାଣିରେ, ନାଇଁ କି? ମାଧବ, ତମେ ପାତ୍ର ଭିତରେ ଥିବା ପଥର ଖଣ୍ଡଟି ପାଣିରେ ପକେଇଲ, କ'ଣ ହେଉଛି ଦେଖିବା। ପଥରଟି ପକ। ଆଚ୍ଛା, କ'ଣ ହେଲା ରେ ପିଲାମାନେ? ପଥର କାହିଁକି ବୁଡ଼ିଲା? ଓଜନ ଥିବାରୁ ପଥରରେ ପାଣିରେ ସେ ବୁଡ଼ିଗଲା। ଶିବମ, ତମେ ଆସ, ଏଇ ଯେଉଁ ପାତ୍ର ଭିତରେ ସେଫ୍ଟି ପିନ୍ ଅଛି ପାଣିରେ ପକେଇଲ, କ'ଣ ହେଉଛି ଦେଖିବା। କ'ଣ ହେଲା? ପାଣିରେ ବୁଡ଼ିଗଲା ନା ଭାସିଲା? କାହିଁକି ବୁଡ଼ିଲା? ସେଫ୍ଟି ପିନ୍ ଲୁହାରେ ତିଆରି ହୋଇଥିବାରୁ ଓଜନିଆ ଜିନିଷ, ସେଥିପାଇଁ ସେ ପାଣିରେ ବୁଡ଼ିଗଲା। ଆଚ୍ଛା, ଶ୍ରଦ୍ଧା, ତମେ କାଠ ଖଣ୍ଡଟି ପକେଇଲ ପାଣିରେ, କ'ଣ ହେଉଛି ଦେଖିବା। ଆଚ୍ଛା, କ'ଣ ହେଲା ରେ ପିଲାମାନେ? କାଠ ଖଣ୍ଡଟି ଭାସିଲା। କାହିଁକି ଭାସିଲା? କାଠ ଖଣ୍ଡ ହାଲକା ଜିନିଷ ହୋଇଥିବାରୁ କାଠ ଖଣ୍ଡଟି ପାଣିରେ ଭାସିଲା, ନାଇଁ କି? ଆଚିହୁ, ତମେ ଆସ, କାଗଜରେ ତିଆରି ହୋଇଥିବା ଡଙ୍ଗାଟିକୁ ପାଣିରେ ବସେଇଲ, କ'ଣ ହେଉଛି ଦେଖିବା। ଭାସୁଛି ନା ବୁଡ଼ୁଛି? ଆଚ୍ଛା ପିଲାମାନେ, କ'ଣ ହେଲା ରେ କାଗଜର ଡଙ୍ଗା? ଆଚ୍ଛା, କାହିଁକି ଭାସିଲା? କାହିଁକି ପେପରଟି ହାଲକା ଜିନିଷ, ନାଇଁ କି? କାଗଜଟି ହାଲକା ହୋଇଥିବାରୁ ସେ ପାଣିରେ ଭାସିଲା। ପିଲାମାନେ,
ई पानी रे भासीबा एवं बुड़ीबा कार्यक्रम केमती लागिला? अच्छा पिला माने एथरु कौन जानिला हमें? ओजनिया जिनिस पानी रे बुड़ी जाए एवं हल्का जिनिस पानी रे भासे। अच्छा समस्ते ताली दियो।